ଭଲ ଭଲ ଭିତରେ ଖରାପ କେମିତି ପଶେ ସେଇଟା ତୁମେ ଦେଖ। ଗୋଟେ ଶଙ୍କର ଠାକୁରଙ୍କ ନାଁ ନେଇ ଗୋଟେ ଗୀତ ହେଉଛି, ଏଇଟା ଗୋଟେ ଫିଲ୍ମ ନୁହେଁ କି ଷ୍ଟୋରି ନୁହେଁ ଯେ କି ଆମେ ହଁ ଟାଇଟଲ୍ ସଙ୍ଗ୍ ଅଛି ତାର କିଛି ଗୋଟେ କ୍ରାଇଟେରିଆ ରହିବ। ଇଏ ଗୋଟେ ସଙ୍ଗ୍ ଆଲବମ୍ ଅଡ଼ିଓ। ୟା ଭିତରେ ବି ଦେଖ କେମିତି ଟାଇପ୍ରେ ଇଗୋ, ଜଣଙ୍କ ସହିତ ଶତ୍ରୁତା, ଗଞ୍ଜେଇଟିଏ ମାରିଦେଲେ କେଉଁ କେଉଁ କାରଣ କ'ଣ କ'ଣ ହୁଏ, ଚିଲି ମୋର ଫୁଲ୍ ଫର୍ମ, ଏଇସବୁ ଗୀତ କରି ଲୋକମାନଙ୍କ ଚିନ୍ତାଧାରାକୁ ଭ୍ରଷ୍ଟ କରୁଛନ୍ତି। ଆଜ୍ଞା, ହିନ୍ଦୁ ସଂସ୍କୃତି ପରମ୍ପରାରେ ଏମିତି ପ୍ରକାର କ୍ୟାରେକ୍ଟର ବା ଏମିତି ପ୍ରକାର ସଳାପ ଲେଖିବାଟା ବହୁତ ନିନ୍ଦନୀୟଜନକ। ଭିଡ଼ିଓ ଅଛି, ବହୁତ ମଜାଦାର ଭିଡ଼ିଓ ଅଛି। ହଁ ଆଜ୍ଞା, ଅନଟ୍ୟାଲେଣ୍ଟେଡ୍ ଗାଏ, ଜାଣିପାରୁଥିବେ କିଏ ସେ? ଶଙ୍କର ଶଙ୍କର ଶଙ୍କର। ହଁ ଆଜ୍ଞା, ଏବେ ତାକୁ କଲ୍ କରୁଛନ୍ତି? କଲ୍ କରନ୍ତୁ ନାହିଁ, ତାହେଲେ ସିଏ ଏବେ ନେଉଛି ତ ମୋବାଇଲ କ'ଣ କହୁ ଦେଖ। ଆପଣ କଲ୍ କରିଥିବା ବ୍ୟକ୍ତି ଏବେ ବାବାଙ୍କ ନେଟୱାର୍କରେ କନେକ୍ଟେଡ, ସୋ योर कॉल इज परमानेंटली डिस्कनेक्टेड। ଶଙ୍କର ମୋବାଇଲକୁ ସୁଇଚ୍ ଅଫ୍ କରିକି ଆମ ସନ୍ଧ୍ୟାବେଳ ଖଟିକୁ ଆସିଲା ପରେ କଥା ଚିଲି ମୋର ଫୁଲ୍ ଫର୍ମ ଜାଣିଛ? ଜାଣିନ ନା? ପୁରା ଶଙ୍କର ଶଙ୍କର, ପୁରା ଶଙ୍କର ଶଙ୍କର, ମାନେ କିଳା କିସ୍ତିରେ ବି ଦେଇଦେବେ। ମୁଁ କହୁନି, ଗୀତ କହୁଛି। दोस्ती में हमें कीड़ा दबू पूरा किस्ती में, isn't right? एक बार आजमा के देख ले। କିଳା ଦେଇଦେମୁ କିସ୍ତିରେ, ଦାନ୍ତ ଭାଙ୍ଗିଦେମୁ। ଫଲୋର୍ସ ଅଛି ତା ଝିଅ, ତମେ ପଡ଼ିବ ନାଳରେ, କ'ଣ ଖାଉଛ କେତେ ପାଣିରେ। ଏଇସବୁ ଗୀତ ଆକ୍ଚୁଆଲି କ'ଣ? ଏଇସବୁ ଗୀତ ତମେ କେବଳ ଫଲୋର୍ସ ବଢ଼ିବା ପାଇଁ ବା ହାଇଲାଇଟ୍ ହେବା ପାଇଁ ଏଇସବୁ ଗୀତ ବନଉଛ। ତମେ ଯଦି ବନେଇଲ, ତମେ ଶଙ୍କର ନାଁ ନଥିବା ନ ନେବାର ଥିଲା, ଶଙ୍କର ନାଁ ନେଲ ଯାହାକି ଭଗବାନଙ୍କ ଗୀତ, ତା ଭିତରେ ପୁଣି ଏଇ ଯେଉଁ ସିଷ୍ଟମ୍ ଗୁଡ଼ା ପୁରେଇଲ, ଯେଉଁ କ୍ରିଏଟିଭିଟି କଲ, এইটা ଆକ୍ଚୁଆଲି ଠିକ୍ ନୁହେଁ। ହିନ୍ଦୁ ଧର୍ମରେ ଏଇଟା ଗୋଟେ ନିନ୍ଦନୀୟଜନକ କଥା, ସତ କଥା। ଆପଣମାନେ ଏଇ ଗୀତଟି ଯେଉଁ ପୁରେଇଲେ, ଏଇଟା ଆକ୍ଚୁଆଲି ଠିକ୍ ନୁହେଁ ଆଜ୍ଞା। ଏଇ ଗୀତ ଏବେ ସିନା ଚାଲିବ, କିନ୍ତୁ ଆମର ପୂର୍ବ ପିଢ଼ି ଯେଉଁମାନେ ଆମ ଆସୁଛନ୍ତି, ଯେଉଁ ପିଢ଼ି ଏଇ ଗୀତ ଶୁଣିଲେ ଆକ୍ଚୁଆଲି ସେମାନେ ଯେଉଁ ଭ୍ରଷ୍ଟ ହେଇଯିବେ। ତମେ ଭଜନ କରିଥାନ୍ତ, ଠିକ୍ ଅଛି, ଚଳିଥାନ୍ତା। ତମେ କିଛି ଆଧ୍ୟାତ୍ମିକ ଜିନିଷ ଲେଖିଥାନ୍ତ, ଚଳିଥାନ୍ତା। ହେଲେ ତମେ ଏମିତି ଭାବରେ ଗୀତଟିକୁ ପୁରେଇକି ର୍ୟାପ୍ କରିଛ, ଯେଉଁ ଗୀତରେ ଗୋଟେ ଜଣାଉଛି ଯେ ମୁଁ ନିଶା ଖାଇଲା ପରେ କେଉଁଭଳିଆ ବ୍ୟବହାର କରେ। ଆଉ ନିଶାଟା କ'ଣ? ଭଗବାନ କହିଛନ୍ତି ଯେ ମୋର କେବଳ ହେଉଛି ଗଞ୍ଜେଇ ନିଶା, ତା ଭିତରେ ମଦ ବି ପୁରେଇ ଦେଇଛ। କ'ଣ ଭଗବାନ ମଦ ନିଶା କହିଛନ୍ତି? ଏଇଟା ସବୁ ଆକ୍ଚୁଆଲି ସବୁ ମାଇଣ୍ଡ ସେଟ୍କୁ ତାଙ୍କୁ ବଦଳାଇବା ପାଇଁ ସବୁ ସିଷ୍ଟମ୍, କେବଳ ଭିଉଅର୍ସ ନେବା ପାଇଁ, ଆଉ ହେଉଛି ପିଲାମାନଙ୍କର ଯେଉଁ ମାଇଣ୍ଡ ସେଟ୍କୁ ପୁରା ବଦଳାଇବା ପାଇଁ। କାରଣ ଜାଣିଛନ୍ତି ଇନଷ୍ଟାଗ୍ରାମରେ ଏ ଜିନିଷ ଭାଇରାଲ୍ ହେବ, ଏଇ ଟାଇପ୍ର ଗୀତ ଲେଖିଲେ ସମସ୍ତେ ଆଟ୍ରାକ୍ଟିଭ୍ ହେବେ। କାରଣ ଏମିତି ଭାବରେ ତାକୁ ଖଞ୍ଜିଲେ ସମସ୍ତଙ୍କର ଗୋଟେ ଜଣକୁ ଯାହା କହିବାର ଥିବ ସେ ଅଟୋମେଟିକାଲି ଏଇ ଗୀତ ମାଧ୍ୟମରେ କହିପାରିବ। ସେମାନେ ସବୁ ଏଇଭଳିଆ କରିଦେଇଛ ଗୀତଟି। ସେ ତୁମକୁ ଲଜ୍ଜା ଲାଗିବା କଥା, ଆଉ ତୁମକୁ ଲାଜ ବି ଲାଗିବା କଥା। ଭାଇ ତୁ ପ୍ରଥମରୁ ଗାଳି ଗୁଲଜ କରିକି ହାଇଲାଇଟ୍ ହେଲୁ, ଠିକ୍ ଅଛି। ଆଉ ଏବେ ଯେଉଁଗୁଡ଼ା କରୁଛୁ ଆକ୍ଚୁଆଲି ଠିକ୍ କରୁନୁ। ତୁ ହାଇଲାଇଟ୍ ହେଇସାରିଲା ପରେ ତୁ ଭାବୁ ତୁ କ'ଣ ଭଲ? ଆରେ ଭାଇ, ତୁ ବା ଗାଳି ଗୁଲଜ କରି ଖରାପ ଭାଷା କହିକି ମା ଭଉଣୀ ନେଇକି ତୁ ଆସିକି ଏଇ ଜାଗାରେ, ତୁ କ'ଣ ଆସିକି ଏଠି କହୁଛୁ ମୁଁ ଶଙ୍କର ଶଙ୍କର କ'ଣ ଗୋଟେ କହୁଛୁ? ଭାଇ ଲିରିକ୍ସ ଲେଖିବା ପୂର୍ବରୁ ଥରେ ଭାବ ୟାର, କ'ଣ ଲେଖୁଛ ତମେ? ଗୋଟେ ଗୀତ କରିଦେଇକି ହାଇଲାଇଟ୍ ହେଇକି ଏସବୁ, ଏଇଟା ସବୁ ଭ୍ରଷ୍ଟ, ମାନେ ଯୁବପିଢ଼ି ଗୋଟେ ବଦଳାଇବାର ଚେଷ୍ଟା। ଏଇସବୁ ଗୀତ ମୋବାଇଲରେ ଗୋଟେ ପ୍ରୋପାଗାଣ୍ଡା ସବୁ। ତୁମେ ହିନ୍ଦୁ ଧର୍ମ ଖାଇଦେଲ। ଏଠି ଦେଖ, ଯଦି ଭିଡ଼ିଓଟି ଭଲ ଲାଗିଛି ଆପଣମାନଙ୍କୁ ନିଶ୍ଚିତ କମେଣ୍ଟ କରିବେ। ମୁଁ ଭୁଲ କହୁଛି, ଠିକ୍ କହୁଛି। ରହୁଛି, ନମସ୍କାର।